ସୁକିନ୍ଦାଗଡ଼ ଅରାସାହିରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଥାନାରେ ମାମଲା ରୁଜୁ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦାଗଡ଼ ଅରାସାହିରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ସୁକିନ୍ଦା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଜଣେ ଯୁବତୀଙ୍କୁ ସ୍କୁଟି ଶିଖାଇ ଦେବାକୁ କହି ସ୍ଥାନୀୟ ଜଣେ 55 ବର୍ଷୀୟ ବ୍ୟକ୍ତି କିଛି ବାଟ ତାଙ୍କୁ ନେଇଯାଇଥିଲେ। ପରେ ଏକ ନିଛାଟିଆ ସ୍ଥାନରେ ତାଙ୍କ ସହ ଅସଦାଚରଣ କରିଥିବା ନେଇ ଯୁବତୀ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଯୁବତୀଙ୍କ ପକ୍ଷରୁ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ଦାଖଲ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଶନିବାର ସକାଳ 9 ଘଟିକା ସମୟରେ ସୂଚନା ଦେଇଛନ୍ତି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ତଦନ୍ତ ପରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।